স্যার এটা খান। আরে না, খেয়ে দেখুন না। আরে পারবো না। আপনাকে খেতেই হবে। আরে না, আপনাকে খেতেই হবে। ବଙ୍ଗଳା ଚଳଚ୍ଚିତ୍ରର ଅଭିନୟର ଅଭିଜ୍ଞତା ସମ୍ପର୍କରେ ଆପଣ କିଛି କହିବେ? ବେଙ୍ଗଲରେ ଯୋଉଠି ଏତେ ବଡ ବଡ ଆର୍ଟିଷ୍ଟ ସବୁ ରହିଛନ୍ତି, ସୁଚିତ୍ରା ସେନ, ଅପର୍ଣ୍ଣା ସେନ, ସେଇ ର୍ୟାଙ୍କର ଯୋଉଠି ଆର୍ଟିଷ୍ଟ ମାନେ ରହିଛନ୍ତି, ସେଠିକା ଦର୍ଶକ ମାନେ କେମିତି ଆମକୁ ଆକ୍ସେପ୍ଟ କରିବେ, କେମିତି କଣ ହବ ସେଇଟା ଟିକେ ଡର ଥିଲା ପ୍ରଥମେ। କିନ୍ତୁ କାମ କରିବା ପରେ ଦେଖାଗଲା, ଦେଖିଲି ଯେ ମୁଁ ନା ଏଠି କାମ କରିବା ଯାହା ସେଠି କାମ କରିବା ସେମିତି କିଛି ମୁଁ ଫିଲ୍ କରିନି। ବେଙ୍ଗଲୀ ଲାଙ୍ଗୁଏଜଟା ମୋ ପାଇଁ ଏତେ ବେଶୀ ଅପରିଚିତ ନୁହେଁ, ସେଥିପାଇଁ ମୁଁ ସେତେ ବେଶୀ କିଛି ପ୍ରୋବ୍ଲେମ ଫେସ୍ କରିନି। ଆଉ ଗୋଟେ କଥା ହଉଛି ଯେ ବେଙ୍ଗଲୀ ଅଡିଏନ୍ସ ଗୋଟେ ଓଡ଼ିଆ ଆକ୍ଟ୍ରେସକୁ କେମିତି ଭାବରେ ଗ୍ରହଣ କରିବେ, ସେଠିକା ଟେକ୍ନିସିଆନ ମାନେ କେମିତି ଗ୍ରହଣ କରିବେ, ସେଇଟା ଗୋଟେ ପ୍ରୋବ୍ଲେମ ଥିଲା। ସେଥିପାଇଁ ମତେ ଟିକେ କଷ୍ଟ କରିବା ପାଇଁ ପଡିଥିଲା ଯେ ମତେ କେମିତି ବେଙ୍ଗଲୀ ଅଡିଏନ୍ସ କେମିତି ଭଲ ଭାବରେ ଆକ୍ସେପ୍ଟ କରନ୍ତୁ, ମୋର ନାଁ ହଉ ସେଠି, ସେଥିପାଇଁ ଟିକେ ମତେ ପରିଶ୍ରମ କରିବା ପାଇଁ ପଡିଥିଲା। ଆଉ ଗୋଟେ ଜାଗାରେ ମତେ ବେଙ୍ଗଲୀ ଏଇ ଯୋଉ ସୁଖିଆ ସ୍ୱର୍ଗ, ସେଇଠି ମତେ ଫାଷ୍ଟ ଟାଇମ ପାଇଁ ବୁଢୀ ରୋଲ କରିବା ପାଇଁ ପଡିଥିଲା, ଯୋଉଠିକି ମୁଁ ଓଡିଆରେ ଆଜି ପର୍ଯ୍ୟନ୍ତ ବୁଢୀ ରୋଲ କରିନି, ସେଥିପାଇଁ ଟିକେ ମତେ ପରିଶ୍ରମ କରିବା ପାଇଁ ପଡିଥିଲା। କେତେକ ରୁଚି ସମ୍ପନ୍ନ ବଙ୍ଗଳା ଚଳଚ୍ଚିତ୍ରରେ ଓଡ଼ିଆ ଅଭିନେତା ଅଭିନେତ୍ରୀ ମାନେ ଅଭିନୟ କରି ବେଶ୍ ସଫଳତା ହାସଲ କରିଛନ୍ତି। ଇତିମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଛନ୍ତି ବଙ୍ଗଳା ଚଳଚ୍ଚିତ୍ରରେ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ ମାନଙ୍କୁ ଯେ ବଙ୍ଗଳା ଛବିରେ ଡାକୁଛନ୍ତି, ଏଇଟା ইটসেলফ ইজ এ सक्सेसफुल আফেয়ার। পশ্চিমবঙ্গের খ্যাতনামা চলচ্চিত্র নির্দেশক তরুণ মজুমদার কুহন্তি, আমার যেটা মনে হয় যে এখানে আপনাদের অনেক ভালো ভালো আর্টিস্ট আছেন, খুব সুন্দর তাদের অভিনয়ের ধরন, খুব সুন্দর তাদের প্রতিভা খুব বেশি। বଙ୍ଗলা চলচ্চিত্রের শ্রেষ্ঠ নির্দেশনা পাই এবর্ষর উত্তম কুমার পুরস্কার পাউଛନ୍ତି প্রশান্ত নন্দ। ଏ ପୁରସ୍କାରଟା ଟିକେ ଅଲଗା ରକମର ଆର ଗୋଟେ ଇମୋସନାଲ ଇମ୍ପାକ୍ଟ ଅଛି। କାରଣ ଆମେ ଯେତେବେଳେ ପିଲାଦିନେ ଯାଉଥିଲେ ସବୁ ସୁଟିଂ କରିବା ପାଇଁ କଲିକତା ଯାଉଥିଲେ, ସେଠି ନିର୍ଦ୍ଦେଶକ ମାନେ ସମସ୍ତେ ଥିଲେ ବଙ୍ଗଳା, କିନ୍ତୁ ସେଇ ଯେ ପୁଣି ଆମକୁ ସେଠି ଯାଇକିରି ନିର୍ଦ୍ଦେଶନା ଦେବାକୁ ପଡିବ ଏବଂ ଦେଲୁ ବି, ଏବଂ ସେମାନେ ବି ଗ୍ରହଣ କରିବେ ଯେ ତମେ ଶ୍ରେଷ୍ଠ ନିର୍ଦ୍ଦେଶକ ବଙ୍ଗଳା ଚଳଚ୍ଚିତ୍ରର, ସେଇଟା ହଉଛି ବଡ କଥା। ସେଇଟା ହଉଛି ପ୍ରତ୍ୟେକ ଓଡ଼ିଆଙ୍କର ଗର୍ବ କରିବାର କଥା।